हेलो फ्रेंड, जय जगन्नाथ। न्यू ब्लॉग को स्वागतम। माय नेम अजित प्रधान। ଆଉ ଫାଇନାଲି ଦେଖନ୍ତୁ ଆଜି ଆମର ଚାଲିଛି ପଣସ ତରକାରୀ। ପଣସ ତରକାରୀ ହେଲେ ମସଲାରେ ପକାଇକି ଘାଣ୍ଟା ଅଛି। ଦେଖନ୍ତୁ ମସଲା ପକାଇଛି, ପିଆଜ ରସୁଣ ଦେଇକି ଅଦା ଦେଇକି ପୁରା ଘାଣ୍ଟା ହେଇକି ମିକ୍ସ କରାହେଉଛି। କଡ଼େଇରେ ପକାଇଛି, କଡ଼େଇରେ ପକାଇଲା ପରେ ଦେଖନ୍ତୁ ସିଏ ଏବେ ସିଝି ଚାଲିଛି। ସିଝିଲା ପରେ ଆମର ପଣସ ପକାଇବା। କାଲି ଆମ ଯାଇଥିଲୁ ରାମ ଲୀଳା ଦେଖିବା ପାଇଁ। ସେଠୁ ହନୁମାନ ପକାଇଥିଲେ ଗୋଟେ ପଣସ। ସେଇ ପଣସକୁ ଆଣିକି ଆଜି ଆମେ ତରକାରୀ କରିକି ଖାଉଛୁ। ଦେଖନ୍ତୁ ମସଲା ଏବେ ସିଝି ଆସିଲାଣି। ଟିକେ ହଳଦୀ ଗୁଣ୍ଡ ପକା ହେଲା, ଆପଣମାନେ ଦେଖିପାରୁଥିବେ। ହଳଦୀ ଗୁଣ୍ଡ ପକା ହେଲା, ମସଲା ପଡ଼ିଛି। ଏବେ ଦେଖନ୍ତୁ ପଣସ ଆଳୁ ପୁରା ମିକ୍ସ ହେଇକି ପକା ହେଇଛି। ସେଇଟା ଆମ ଗାଁ ଯେଉଁ ନବମୀ ଯେଉଁ ରାମଲୀଳା ହେଉଥିଲା ସେଠି ପଣସ ପଡ଼ିଥିଲା। ପଣସଟାକୁ ଫୋପାଡ଼ିଥିଲେ ହନୁମାନ, ସେଟା ଆଣିକି ଆମେ ଧରିକି ଆଇଛୁ। ଦେଖନ୍ତୁ ସ୍ୱାଦ ଅନୁସାରେ ଲୁଣ ପଡ଼ିଛି। ଲୁଣ ପଡ଼ିଲା ଏବେ ଟିକେ ସେଟାକୁ ଘାଣ୍ଟିଦେବା, ମେଲ୍ଟ କରିଦେବା। ଦେଖନ୍ତୁ ଘାଣ୍ଟା ହେଲା ପରେ, ଘାଣ୍ଟି ଦେଲା ପରେ ଦେଖନ୍ତୁ ତାକୁ ସିଝିବାକୁ ଟିକେ ଟାଇମ୍ ଲାଗିବ। ସେଥିପାଇଁ ଆମେ ଘୋରେଇ ଦେବା ସରପସ୍ ମାନେ ଥାଳି। ଗୋଳେଇ ଦେଲା ପରେ ଦେଖନ୍ତୁ ଟିକେ ଘାଣ୍ଟି ଦେବା, ହେଇଗଲା, ସିଝି ଆସିଲାଣି। ଏବେ ଦେଖିବା, ପୁରା ସିଝି ହେଇଗଲାଣି, ଆଉ ଟିକେ ସିଝିବ। ପୁରା ଦେଖନ୍ତୁ ଟିକେ ସ୍ୱାଦ ଅନୁସାରେ ପାଣି ଦେଇଦେଲେ, ଟିକେ ସିଝିବ। ପାଣି ଦେଇଦେଲା ସିଝିଲା ପରେ ତା ପଛରେ ଟିକେ ଫୁଟି ଆସିଲା ଆସିବୁ ଦେଖିବା, ଓହ୍ଲେଇବା ସିଝିଲା କି ନାହିଁ। ଆଉ ଟିକେ ଘୋରେଇ ଦେବା, ସିଝିଯାଉ। ଏବେ ଦେଖ ପୁରା ପଣସ ତରକାରୀ ଫୁଟିଲାଣି। ଆପଣମାନେ ଯଦି ପଣସ ତରକାରୀ ଖାଇଛନ୍ତି ନିଶ୍ଚିନ୍ତ କମେଣ୍ଟ କରିବେ କମେଣ୍ଟ ବକ୍ସରେ। ମୁଁ ତ ଆଜି ପଣସ ତରକାରୀ ଖାଇବି, ଦେଖିବା କେମିତି ଟେଷ୍ଟ ହେଇଛି। ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ ଲାଇକ୍ କରିବାକୁ ଜମା ବି ଭୁଲିବେନି। ଆଉ ଆମକୁ ଏମିତି ସପୋର୍ଟ କରିଥାନ୍ତୁ। ଥ୍ୟାଙ୍କ ୟୁ ୱାଚ୍ ଫର୍ ଭିଡ଼ିଓ। ଜୟ ଜଗନ୍ନାଥ।